କେନ୍ଦୁଝରରେ ଚାଞ୍ଚଲ୍ୟ ନିଜ ମଥାର ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ ଅର୍ଥାତ୍ ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପୋଲିସ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ଗ୍ରାମର 28 ବର୍ଷୀୟ ଆନନ୍ଦ ମୁଣ୍ଡା ଦ୍ୱିତୀୟ ବିବାହ କରିଥିବା ବେଳେ କୋଳଶୂନ୍ୟ ଥିଲା। ଉଭୟଙ୍କର କୌଣସି ସନ୍ତାନ ସନ୍ତତି ଜନ୍ମ ନ ହେବା ନେଇ ଉଭୟଙ୍କ ମଧ୍ୟରେ ବେଳେବେଳେ ଝଗଡ଼ା ହେଉଥିବା ବେଳେ ଗତ ରାତ୍ରିରେ କୌଣସି କାରଣ ନେଇ ଦ୍ୱିତୀୟ ସ୍ତ୍ରୀ ଯାତ୍ରୀ ମୁଣ୍ଡା ତା ସ୍ୱାମୀ ଆନନ୍ଦ ମୁଣ୍ଡାଙ୍କର ତଣ୍ଟି ଚିପି ହତ୍ୟା କରିଛନ୍ତି। ଆନନ୍ଦ ମୁଣ୍ଡାଙ୍କର ଜୀବନ ଚାଲିଯିବା ପରେ ଭୟରେ ହତ୍ୟାକାରୀ ପତ୍ନୀ ଲୁଚି ରହିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସ୍ୱାମୀଙ୍କର ଶବକୁ ଜବତ କରିବା ସହ ତଦନ୍ତ ଅଧିକାରୀ ଏସ୍ଆଇ ପ୍ରଶାନ୍ତ କୁମାର ବେହେରା ଲୁଚି ରହିଥିବା ଯାତ୍ରୀ ମୁଣ୍ଡାଙ୍କୁ ଧରି ଘଟଗାଁ ଥାନାକୁ ଆଣିଛନ୍ତି। ଏନେଇ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି କେନ୍ଦୁଝରରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନାଙ୍କଠାରୁ ପ୍ରକାଶ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।